ଜୟ ଜଗନ୍ନାଥ ସାଙ୍ଗମାନେ, ଆମେ ଏବେ ରାସନ ଦୋକାନ ଟିକେ ଆସିଛୁ, କାମ ଅଛି। ମୁଁ ଆଗକୁ କହିବି କ'ଣ କ'ଣ ଆଜି ସବୁ ହେବ। ତ ଏବେ ରାସନ ଦୋକାନରେ ଆମେ ଅଛୁ। ଏବେ ମୁଁ ବି ଆସିଛି, ଆମ ସାନ ଟୁକା ବି ଆସିଛି, ମାନେ ସାନ ଭାଇ, ଆଉ ତା ପାଣ୍ଡୁ ବି ଆସୁଛି। ଏଇଠି ଆମର ପାଣ୍ଡୁ। ଏବେ ରାସନ ଦୋକାନ ଚିଠା ଦେଇଦେଲୁ, ତ ଏବେ ଆମେ ବାହାରି ପଡ଼ିବୁ ହାଟକୁ ଯିବା ପାଇଁ। ଅଟୋ ବି ଆସୁଛି, ଅଟୋ ସେ ପଛରେ ଅଛି ଅଟୋ, କାହିଁକିନା ସେ ମା ଆସିବ, ଆମ ସାନ ମଝିଆ ତାଙ୍କ ବୋହୂମାନେ ବି ଆସିବେ। ତ ସେଥିପାଇଁ ମୁଇଁ ବାଇକ୍ରେ ପଳେଇ ଆସିଲି, କାହିଁକିନା ଅଟୋରେ ତ ଯାଇ ହେବନି। ତ ସେଥିପାଇଁ ଆମେ ଯାଉଛୁ। ଆଜି ଫାଇନାଲ୍ ଆମେ ରାଧା ଛକ ପାର ହେଇଗଲୁ। ଆଉ ତ ଏବେ ଦେଖୁଛୁ ଖରା ତ ପ୍ରବଳ ଖରା ହେଉଛି, ଆରମ୍ଭ ହେଇ ଆସିଲାନି। ଆଉ ଇଏ ତ ହେଉଛି ଆମ ଏରିଆର ସାଙ୍ଗମାନେ ଦୃଶ୍ୟ। ଆଉ ଏବେ ଆମେ ମାର୍କେଟ ପାଖାପାଖି ପଳେଇ ଆସିଲୁ, ଆଉ କ'ଣ ବାଟ ଅଛି। ଇଏ ହେଉଛି ଆମର ମାଡ଼ୁଆ ଛକ। ତ ଏଇଠି ବି ମୁଇଁ ବି ପ୍ରାୟ ହାଟ କରେ। ଇଏ ହାଟ ହେଉଛି ଶୁକ୍ରବାର ହାଟ। ତ ଆଜି ଯେହେତୁ ସୋମବାର, ଆମର ବୁଧବାର କାମ ହେବ, ମଙ୍ଗଳବାର ହାଟ ହେଉଛି, କିନ୍ତୁ ଏଠି ଆମର ଟିକେ ଶସ୍ତା, ଯେହେତୁ ବଡ଼ ହାଟଟା ହେଉଛି ତ ଟିକେ ଶସ୍ତା। ସେଥିପାଇଁ ଆମେ ଯାଉଛୁ। ସେମାନେ ସବୁ ଅଟୋରେ ଆସୁଛନ୍ତି, ଟିକେ ଅନ୍ୟାନ୍ୟ କାମ ସେମାନଙ୍କର ବି କ'ଣ କାମ ଅଛି, କ'ଣ ସେ ଲୁଗାପଟା ଟିକେ କିଣାକୁଣି କରିବେ। ତ ଆମେ ବି ଆଗୁଆ ଟିକେ ଗଲେ ଆମର ବି ଅନ୍ୟାନ୍ୟ ଜିନିଷ ଟିକେ ରାସନ ଆଉ କିଛି ଜିନିଷ ଏଠି ଯେହେତୁ ସବୁ ମିଳିଲାନି, ତ ଗୁଡ଼ିଆଟି ମାର୍କେଟ ଟିକେ ଆଣିବାକୁ ପଡ଼ିବ। ଆଉ ଆମେ ସେଥିପାଇଁ ଆମେ ଟିକେ ଆଗୁଆ ଯିବାକୁ ପଡ଼ିବ, କାହିଁକିନା ସେ ଅଟୋ ତ ପଳେଇ ଆସିବ, କିନ୍ତୁ ଆମର ଟିକେ କିଣାକୁଣି ହେଲା ଟିକେ ଲେଟ୍ ହେବ। କାହିଁକିନା ଯେହେତୁ ଅଧିକା ଲୋକ ଟିକେ ଭୋଜିଟା ଖାଇବେ ନା, ତ ଟିକେ ତାଜା ମାଲ ଆଣିଲି ଭଲ। କାହିଁକିନା ବାସି ଜିନିଷ ନୁହେଁ, କିନ୍ତୁ ହାଟ ପରିବା ଟିକେ ଲେଟ୍ ହେଲା ମାନେ ନିହାତି ଟିକେ ଖରାପ ଜିନିଷ ମିଳିବ। ତ ମୋ କହିବା ତ ଭାଇ ପଇସା ଦେବୁ, କାହିଁକି ଖରାପ ଜିନିଷ ଆଣିବୁ, ଭଲ ଜିନିଷ ନ ଆଣିକି। ଆଉ ତାପରେ ବି ସାଙ୍ଗମାନେ ଦେଖିବ ଯେ ଇଏ ହେଉଛି ଆମର ଗୁଡ଼ିଆଠିଣି ରୋଡ଼, ମାନେ 24 ଘଣ୍ଟା ଏଇ ବଡ଼ ଗାଡ଼ି ଯିବା ଆସିବା ଯାତାୟାତ ଏଇଗୁଡ଼ା ଆମର। କାହିଁକିନା ଯେହେତୁ ଆମର ଏପଟେ ସରିଲାନି, ମାନେ ଏତିକି ଧୂଳି ବି ଦେଖୁନାହାନ୍ତି, କେତେ ଧୂଳି ଆଗରେ। ତାପରେ ବି ଆମେ ହେଲମେଟଟା ବି ଭୁଲି ଯାଇଛୁ, କାହିଁକିନା ଟିକେ ତରବରରେ ପଳେଇ ଆସିଲୁ। ତ ଯେହେତୁ ବାଇକ୍ରେ ଯାଉଛୁ ମାନେ ହେଲମେଟଟା ନିହାତି ଦରକାର ଥିଲା, ତ ହେଲମେଟ ସାଙ୍ଗମାନେ ଆଣିପାରିଲୁନି। ଆଉ ତାପରେ ବି ଯେହେତୁ ଆସିଛୁ ଭାରି, ତ କ'ଣ କରିବା, ବିନା ହେଲମେଟରେ ଆମେ ପଳେଇ ଆସିଛୁ। କିନ୍ତୁ ହେଲମେଟଟା ସାଙ୍ଗମାନେ ନିହାତି ଜରୁରୀ, ଯେହେତୁ ଏନ୍ଏଚ୍ ଯାଉଛି ମାନେ ସବୁକିଛି ଭଲ ମନ୍ଦ ସବୁକିଛି ଅଛି। ତ ଆମେ ଏବେ ପାଖେ ଆସିଲୁ, ନା କ'ଣ ବାଟ ଅଛି, ପାଖାପାଖି ଗଲୁ ନା, ଆହୁରି 2 କିଲୋମିଟର ପାଖାପାଖି ଅଛି ଆମର। ଆଉ ଇଏ ଆସିଗଲା ପେଟ୍ରୋଲ ପମ୍ପ, କିଛି ତେଲ ପକାଇବୁ। ତ ତେଲ ପକାଇ ସାରି ଏବେ ପଳେଇ ଆସିଲୁ ଆମେ, ପାଖାପାଖି ହେଇଗଲୁ ଆମେ ଏବେ। ସେ ଆଗରେ ହେଉଛି ଗୁଡ଼ିଆଠିଣି ମାର୍କେଟ ଆମର। ତ ଏବେ ଏଠି ଆମେ ବାଇକ୍ ଛିଡ଼ା କରିବୁ, ବାଇକ୍ ଛିଡ଼ା କରିକି ଯିବୁ ଏବେ ହାଟକୁ। ପାଣ୍ଡୁକୁ ମେନ୍ ହେଲା ଛାଡ଼ିବାକୁ ପଡ଼ିବ, ସମସ୍ତେ ଆସୁଛନ୍ତି ଘରୁ, ତ ତାକୁ ଛାଡ଼ିଦେଲେ ଆମର ସୁବିଧା ହେବ କିଣାକୁଣି କରିବା ପାଇଁ। ତ ଏବେ ସେ ଆସନ୍ତୁ ସବୁ, ଆମେ ଏଇଠି ତ ଫାଇନାଲି ସାଙ୍ଗମାନେ ହାଟ ଆମର ହେଇଗଲା। ପାଣ୍ଡୁ ଆସିଛି, ପାଣ୍ଡୁ ହାଟ କଲୁ। ଏସବୁ ହାଟ ସବୁ ଗାଡ଼ି ସବୁ ଲୋଡ଼ ହେଇଗଲା, ପଛ କରି ଲୋଡ଼ ହେଇଛି, ଦେଖିପାରୁଥିବେ। ଏଇଟା ପକେଇ ଦିଅ ଚପଲ ନା ପାଣ୍ଡୁ, ଘରକୁ ଯିବା ଏବେ। ଚାଲ ପାଣ୍ଡୁ, ଚାଲେ ଚାଲେ, ଆସେ ଆସେ, ଚପଲ ବନି। ହାଟ ଆମର ସରିଗଲା ସାଙ୍ଗମାନେ। ଇଏ ହେଉଛି ଗୁଡ଼ିଆଠିଣି ମାର୍କେଟରେ। ତ ଆଉ କିଛି ଟିକେ ଜିନିଷ କିଣିବାର ଅଛି, ଇଲେକ୍ଟ୍ରିକ୍ ଜିନିଷ, ତ ତାର ବି କିଣା ହେଇଛି। ଆଉ କିଛି ଅଛି ବାକି, କିଣା ହେଲା ପରେ ଘରକୁ ଯିବା। ପାଣ୍ଡୁ ଆଉ କତ ଜିନିଷ ଆଣି ସାଙ୍ଗମାନେ ଏବେ ପହଞ୍ଚିଲୁ ଘରକୁ। ହାଟ ସରିଲା, ଯାଇଥିଲୁ ଅଟୋରେ। ଏଇଟା ଅଧା କିଲୋ କ୍ୟାପ୍ସିକମ୍, ସବୁ ରେଟ୍ ଅଛି ହେଲା। ମକା ଆଣିଛି, ଟମାଟୋ, ପିଆଜ, ଆଳୁ, ମଟର, ଆଉ ଅଦା, ରସୁଣ। ହଉ
ତ ଯିବା ଏବେ ଗାଧେଇ ଯିବା ସାଙ୍ଗମାନେ କାହିଁକିନା ବହୁତ ସମୟ ହେଲାନି। ଦେଖନ୍ତୁ କେତେ ଟାଇମ୍ ହେଇଛି 1:30 ହେଲାନି 1:35। ସକାଳୁ ଖାଇଛି କିନ୍ତୁ ଆଖରସ ଗୋଟେ ପିଇଦେଲି ତ ଭଲ ଲାଗୁନି ଜମା। ଆରେ ଆଖରସ ଯାଉନି ମାନେ ଭୋକ ହେଲା ନା ବୋଲେ କ'ଣ ଖାଇବି ଭାବିଲି ପିଇଦେବି ଆଖରସ ଆଉ ପିଇଦେଲେ ଥଣ୍ଡା ହେବ ପେଟ ଥଣ୍ଡା ହେଲା ଆଖରସଟା। କିନ୍ତୁ ସାଙ୍ଗମାନେ ମୋ ଦେହରେ ଯାଉନି ଆଖରସ। ମୁଁ ବହୁତ କିନ୍ତୁ ମୋତେ ଆଖରସଟା ବହୁତ ପସନ୍ଦ। ଆଖୁଟା ବି ଭଲ ଯେ ଆଖୁ ଜିନିଷଟା କେଉଁ ଖରାପ ନୁହେଁ କିନ୍ତୁ କ'ଣ କରିବା ଦେହରେ ଯାଉନି। ତ ଏବେ ଯିବା ଗାଧୋଇବା ପାଇଁ। କ'ଣ ଆଜି ହେଇଛି ଖାଇବା? କିଛି କରିନି ନା କରିବି। କ'ଣ କରୁ? ଏଇଟା କରିବା କ'ଣ କହିଲ? ମଟର ଆଉ କ'ଣ ମନେ ପଡ଼ିଲା ନା କ'ଣ କହିବି? ହଉ ଠିକ୍ ଅଛି ମୁଁ ଯାଉଛି ଗାଧୋଇ।